हेलो फ्रेंड्स मु विकास पुणी थे श्री एजुकेशन स्वागत करुच्ची। आज आम पढ़ा प्लस टू सेकेंड सेमिस्टर हिस्ट्री ऑनर्स कोर 4 यूनिट 1 पेज 11। ओके, समस्ते गोटे जेन सदस्य थिले। वंशर प्रतिष्ठाता पूर्वपुरुषों आत्मा को जेन अभिभावक आत्मा वा गार्डियन स्पिरिट रूप सम्मान देउथिले। ଏହି ପିତୃପୁରୁଷ ଜେନ୍ର ସଦସ୍ୟମାନଙ୍କୁ ସମସ୍ତ ବିପଦ ଆପଦରୁ ରକ୍ଷା କରନ୍ତିନି ବୋଲି ସେମାନଙ୍କର ବିଶ୍ୱାସ ଥିଲା। କେତେଗୁଡ଼ିଏ ଜେନ୍ର ସମଷ୍ଟିରେ କ୍ୟୁରିଆ ଗଠିତ ହେଉଥିଲା। କେତେଗୁଡ଼ିଏ କ୍ୟୁରିଆକୁ ନେଇ ଗଠିତ ଟ୍ରାଇବର୍ ଥିଲା ରୋମାନ ସାମାଜିକ ବ୍ୟବସ୍ଥାର ସର୍ବବୃହତ ଗୋଷ୍ଠୀ। ଶ୍ରେଣୀ ବିଭାଜିତ ସମାଜ ପ୍ରଚଳିତ ବିଶ୍ୱାସ ଅନୁସାରେ ରୋମର ପ୍ରଥମ ରାଜା ରୋମୁଲସ୍ ରୋମାନ ଅଧିବାସୀମାନଙ୍କୁ ପାଟ୍ରିସିଆନ୍ ବା ସାମନ୍ତ ଅଭିଜାତ ବର୍ଗ ଓ ପ୍ଲେବିଆନ୍ ବା ସାଧାରଣ ନିମ୍ନ ବର୍ଗ ଏହିଭଳି ଦୁଇଟି ଶ୍ରେଣୀରେ ବିଭାଜିତ କରିଥିଲେ। ଏହି ରାଜତନ୍ତ୍ରର ଅବସାନ ପରେ ସାଧାରଣତନ୍ତ୍ର ପ୍ରତିଷ୍ଠା ହେବା ପରେ ମଧ୍ୟ ଶ୍ରେଣୀ ବିଭାଜନ ଅଟୁଟ ରହିଥିଲା। ପାଟ୍ରିସିଆନ୍ ରୋମାନ ସମାଜର ପ୍ରତିପତ୍ତିଶାଳୀ ବଂଶାନୁକ୍ରମିକ ସମ୍ଭ୍ରାନ୍ତ ବା ଅଭିଜାତ ବର୍ଗ ପାଟ୍ରିସିଆନ୍ ନାମରେ ପରିଚିତ ଥିଲେ। ଏହି ଗୋଷ୍ଠୀ ଥିଲା ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ସମସ୍ତ ଦୃଷ୍ଟିରୁ ସମସ୍ତ ସୁବିଧା ଉପଭୋଗ କରୁଥିବା ଗୋଷ୍ଠୀ। ଅଖଣ୍ଡ କ୍ଷମତାର ଅଧିକାରୀ ଏହି ଶ୍ରେଣୀର ଧନ, ପଦମର୍ଯ୍ୟାଦା, ସମ୍ମାନ ଓ ନିଯୁକ୍ତି ସମସ୍ତ କ୍ଷେତ୍ରରେ ଅବାଧ ଅଧିକାର ଥିଲା। ତେଣୁ ରାଜ୍ୟର ସମସ୍ତ ସେନାଧିକାରୀ, ପ୍ରଶାସକ ଓ ସାମନ୍ତ ଜମିଦାରମାନେ ଏହି ଶ୍ରେଣୀର ଥିଲେ। ଏପରିକି ରାଜ୍ୟ ଜୟରୁ ଆସୁଥିବା ଧନସମ୍ପତ୍ତିର ସ୍ନେହ ଭାଗ ସେମାନେ ଭୋଗ କରୁଥିଲେ। ଦାସ ଦାସୀ, ସଙ୍ଗୀତଜ୍ଞ, କବି, କଳାକାର ଓ ଚିକିତ୍ସକମାନେ ସେମାନେ ସେବାରେ ନିଯୁକ୍ତ ହୋଇଥିଲେ। ଏପରିକି ଧର୍ମକ୍ଷେତ୍ରରେ ମଧ୍ୟ ସେମାନଙ୍କ ଆଧିପତ୍ୟ ରହିଥିଲା। ପ୍ଲେବିଆନ୍ ଓ ସମାଜର ନିମ୍ନ ସାଧାରଣ ଓ ତୃଣମୂଳ ସ୍ତରୀୟ ନେତା ପ୍ଲେବିଆନ୍ ନାମରେ ପରିଚିତ ଥିଲେ। ସମସ୍ତ ପ୍ରକାର ସୁଖ ସୁବିଧାରୁ ବଞ୍ଚିତ ଏହି ଦରିଦ୍ର ନିଷ୍ପେଷିତ ବର୍ଗଙ୍କ ପରିଶ୍ରମର ଫଳ ଭୋଗ କରୁଥିଲେ। ଭୂସ୍ୱାମୀ ପାଟ୍ରିସିଆନ୍ ଧନସମ୍ପତ୍ତି ଅର୍ଜନ କଲେ ବି ପ୍ଲେବିଆନ୍ ପାଟ୍ରିସିଆନ୍ ହୋଇପାରୁ ନଥିଲେ। ଏହି ସାମାଜିକ ବୈଷମ୍ୟର ଦୂରୀକରଣ ନିମନ୍ତେ ସଂଘର୍ଷର ସୂତ୍ରପାତ ହୋଇଥିଲେ। ପାଟ୍ରିସିଆନ୍ ମାନଙ୍କ ଶୋଷଣ ଅତ୍ୟାଚାର ଓ ବିରୁଦ୍ଧରେ ପ୍ରତିବାଦ କରି ପ୍ଲେବିଆନ୍ ମାନେ 3 ଥର ରୋମାନ ଗରିକୁ ପରିତ୍ୟାଗ କରିଥିଲେ। ଏହା ଯଥାକ୍ରମେ ପ୍ରଥମ ପ୍ରତ୍ୟାହାର ଖ୍ରୀଷ୍ଟପୂର୍ବ 510 ରୁ 449 ଓ ଦ୍ୱିତୀୟ ପ୍ରତ୍ୟାହାର ଖ୍ରୀଷ୍ଟପୂର୍ବ 449 ରୁ 367 ଓ ତୃତୀୟ ପ୍ରତ୍ୟାହାର 367 ରୁ 267। ଫାର୍ଷ୍ଟ, ସେକେଣ୍ଡ ଆଣ୍ଡ ଥାର୍ଡ ସେସନ୍ ନାମରେ ପରିଚିତ ଏହି ପ୍ରତିବାଦ ମାଧ୍ୟମରେ ସେମାନେ କେତେକ ସୁଖ ସୁବିଧା ହାସଲ କରିଥିଲେ। ପ୍ଲେବିଆନ୍ ମାନଙ୍କ ସ୍ୱାର୍ଥ ରକ୍ଷା ନିମନ୍ତେ ଟ୍ରିବ୍ୟୁନ୍ ଗଠନ କରାଗଲା ଓ କେନୁଲିଆନ୍ ଲାଇନ୍ ମାଧ୍ୟମରେ ଉଭୟ ସମ୍ପ୍ରଦାୟ ମଧ୍ୟରେ ବୈବାହିକ ସମ୍ପର୍କ ପ୍ରତିଷ୍ଠିତ ହୋଇପାରିଥିଲା। ପ୍ଲେବିଆନ୍ ମାନେ ରାଜନୈତିକ ଅଧିକାର ଲାଭ କରି କନ୍ସଲ୍ ରୂପେ ନିର୍ବାଚିତ ହୋଇପାରିଲେ। ସେକ୍ସଟିୟମ୍ ଥିଲେ ପ୍ରଥମ ପ୍ଲେବିଆନ୍ କନ୍ସଲ୍। ଏହି ଶ୍ରେଣୀ ବିଭାଜିତ ସମାଜର ସାମାଜିକ ବୈଷମ୍ୟକୁ ଦୂର କରିବା ନିମନ୍ତେ ଯେଉଁ ନେତା
ମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରେ ଭେରିୟସ୍, କମିଲସ୍ ଓ ମେନିୟସଙ୍କ ନାମ ଉଲ୍ଲେଖଯୋଗ୍ୟ।